Hey guys, welcome to my another mini blog. ଝାରସୁଗୁଡ଼ାରେ ଥିବା ଦିନଠୁ ମୁଁ ମୋ ମାମାକୁ କହିଥିଲି କି ଆମେ ଗଲେ କୁକୁଣ୍ଡି ଖାଇବୁ, ଆମ ପାଇଁ ରଖିଥିବୁ। ତ ମାମା ଆମ ପାଇଁ କୁକୁଣ୍ଡି ରଖିଥିଲା, କାକି ବସିକି ଏଇଠି ଛଡ଼ଉଛି। ବାଲେଶ୍ୱରରେ ୟାକୁ କୁକୁଣ୍ଡି କୁହନ୍ତି। ଆପଣଙ୍କ ଇଆଡ଼େ କିଏ କ'ଣ କୁହନ୍ତି କମେଣ୍ଟ କରି ନିହାତି ଜଣାଇବେ। ତ ଆମେମାନେ ପୁରା ରେଡ଼ି ହେଇକି ବସିଥିଲୁ। ଆଉ ଏଇଟା ହେଲା ଆମ ଗାଁ। ଏଇଟା ଆମେ ଦୁଇ ଜଣ ପୁରା ରେଡ଼ି ହେଇକି କୁକୁଣ୍ଡି ଖାଇବା ପାଇଁ ବସିଯାଇଛୁ। କୁକୁଣ୍ଡି ଆସିଗଲା। ଆଉ ଜଇଁ ପୁଅ ଖାଇକି ତାଙ୍କ ମନ ବହୁତ ଖୁସି। ଆଉ ମୁଁ ବି ଖାଉଥିଲି, ମାମା କାକି ସମସ୍ତେ ଖାଉଥିଲୁ। କୁକୁଣ୍ଡି ଖିଆ ସରିଛି କି ନାହିଁ ଆଙ୍କର ଇଚ୍ଛା ହେଲା କାନ୍ଦିଆ ଖାଇବା ପାଇଁ। ତ ଏଇଠି କାନ୍ଦିଆ ପିଛେଇ ସାରିକି ତାପରେ ଆକୁ ଛଡ଼େଇକି ଲୁଣ ଆଉ ଲଙ୍କା ଦେଇକି ମୋ ଭଉଣୀ ଆଉ ଇଏ ଖାଇବାରେ ଲାଗିଗଲେ। ତ ଗାଁକୁ ଗଲା ମାନେ ଗାଁରେ ଏଇସବୁ ଜିନିଷ ଏକ୍ସପ୍ଲୋର କରିବା ପାଇଁ ବହୁତ ଭଲ ଲାଗେ। ଆଉ ଗାଁରେ ସମସ୍ତେ ଥାଆନ୍ତି, କକା କାକି ମାମା ବାବା ବି ଥିଲେ, ଜେଜେ ଜେଜେମା, ଏଇସବୁ ଜିନିଷର ମଜା ହିଁ କିଛି ଅଲଗା। ସେଟା ଟାଉନ ପିଲାମାନେ କେବେ ବୁଝିପାରିବେନି। ଆଉ ଯେଉଁମାନେ ଗାଁରୁ ବିଲଙ୍ଗସ୍ କରୁଥିବେ ସେମାନେ ନିହାତି କମେଣ୍ଟ କରିକି ଜଣାଇବେ କି ଗାଁ ପରିବେଶ କେମିତି ଲାଗେ। ଏଇ ମୋର ଛୋଟ ଗାଁ।